ଆଜି ଏମିତି କଣ ହେଲା ଯେ ମତେ ଆଜି ସକାଳେ ଜଗନ୍ନାଥ ଯିବାକୁ ପଡିଲା। ଜୟ ଜଗନ୍ନାଥ, ମୁଁ ରାକେଶ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ମୋର ଆଉ ଗୋଟେ ଭିଡିଓକୁ। ଆଜି ମୁଁ ଯାଇଥିଲି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି। ମୁଁ ଏବେ ଘରୁ ବାହାରିକି ଗଲି ସାଇକେଲରେ ଭୋଗ ଦୋକାନକୁ ଠାକୁରଙ୍କ ପାଇଁ ଭୋଗ କିଣିବା ପାଇଁ। ମୁଁ ଏବେ ଭୋଗ ଦୋକାନରେ ପହଞ୍ଚି ଗଲି। ମୁଁ ଏବେ ଭୋଗ କିଣିବାକୁ ଗଲି ଦୋକାନ ଭିତରକୁ। ମୋର ଏବେ ଭୋଗ କିଣା ସରିଗଲା। ଆମେ ଏବେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ପହଞ୍ଚି ଗଲୁ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ପ୍ରଥମେ ଶିବ ମନ୍ଦିର ଗଲି ଠାକୁରଙ୍କୁ ଦର୍ଶନ କରି। ଏବେ ମୁଁ ଜଗନ୍ନାଥ ମନ୍ଦିର ଭିତରକୁ ଯାଉଛି, ସିଢି ପାହାଚ ଚଢୁଛି। ଏବେ ମୁଁ ଜଗନ୍ନାଥ ମନ୍ଦିର ଭିତରକୁ ପହଞ୍ଚି ଗଲି। ଜଗନ୍ନାଥ ମନ୍ଦିର ଦର୍ଶନ ସାରିକି ମୁଁ ଏବେ ମା ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇଛି ଦର୍ଶନ କରି। ଏବେ ମୁଁ ମା ବିମଳାଙ୍କ ମନ୍ଦିରକୁ ଯାଇଛି ମାଙ୍କୁ ଦର୍ଶନ କରି। ଏବେ ମୁଁ ଯାଉଛି ଗଣପତି ବାପାଙ୍କ ଦର୍ଶନ କରି। ଏବେ ମୁଁ ଯାଉଛି ମା ହିଙ୍ଗୁଳାଙ୍କ ମନ୍ଦିରକୁ ଦର୍ଶନ କରି ମାଙ୍କୁ। ଠାକୁରଙ୍କ ଦର୍ଶନ ସାରିକି ମୁଁ ଏବେ ଯାଉଛି ଆମ ବଲଣ୍ଡାରେ ଥିବା ଗୋଟେ ଜଳଖିଆ ଦୋକାନକୁ ଖାଇ। ମୋର ଏବେ ଖାଇବା ପଳେଇ ଆସିଲା। ମୁଁ ମିଠା, ବରା, ଆଳୁଚପ ମୁଁ ଖାଇଲି। ଖାଇବା ବହୁତ ଭଲ ବି ଲାଗୁଥିଲା, ଟେଷ୍ଟ ବି ଥିଲା। ଏବେ ମୁଁ ଘରେ ପହଞ୍ଚି ଗଲି। ଭିଡିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ, ଫଲୋ କରନ୍ତୁ।